ସମସ୍ତଙ୍କୁ ଓଂସାଇରାମ ଆଶା କରୁଛି ଭଗବାନଙ୍କ ଆଶୀର୍ବାଦରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ପୂଜା ବିଷୟରେ କିଛି ଜାଣିବା। ତାପରେ ସର୍ବଶ୍ରେଷ୍ଠ ସ୍ନାନ କାହାକୁ କହନ୍ତି, ତାପରେ କ'ଣ କଲେ ଦିନ ଭଲରେ କଟିବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ଭଲ ଲାଗିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ, ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ଚାଲନ୍ତୁ ଶୁଣିବା। ଏବେ କ'ଣ କଲେ ଦିନ ଭଲରେ କଟିବ, ଚାଲନ୍ତୁ ଶୁଣିବା। ବ୍ରହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ କରିବା, ଏହାପରେ ନିତ୍ୟ କର୍ମ ଶେଷ କରିବା, କର୍ତ୍ତବ୍ୟ ଓ କର୍ମ ପ୍ରତି ଦୃଷ୍ଟି ଦେବା, ପ୍ରତିଦିନ ଗୀତା ଓ ଭାଗବତ ସମୟ ଦେଖି ପଢ଼ିବା, ଯାହା କରିବା ଓ ଯାହା ଖାଇବା ଭଗବାନଙ୍କୁ ସମର୍ପଣ କରି ଖାଇବା, ନିଜେ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା, ଘର ଦ୍ୱାରକୁ ପରିଷ୍କାର ରଖିବା, ନିଜ ଛୁଆ ପିଲାଙ୍କୁ ବସି ପାଠ ପଢ଼ାଇବା, ସନ୍ଧ୍ୟାରେ ହାତ ଗୋଡ଼ ଧୋଇ ପ୍ରାର୍ଥନା କରିବା, କିଏ ସାହାଯ୍ୟ ମାଗିଲେ ତୁରନ୍ତ ସାହାଯ୍ୟ କରିବା, ଗୁରୁଜନମାନଙ୍କର ସମ୍ମାନ କରିବା, ପରିବାରରେ ଯେପରି ଅଶାନ୍ତି ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା। ଚାଲନ୍ତୁ ଶୁଣିବା ସର୍ବଶ୍ରେଷ୍ଠ ସ୍ନାନ କାହାକୁ କୁହାଯାଏ। ଯେଉଁ ସ୍ନାନ ବ୍ରହ୍ମ ମୁହୂର୍ତ୍ତରେ ଭଗବାନଙ୍କର ଚିନ୍ତନ କରି କରାଯାଏ ତାକୁ ବ୍ରହ୍ମ ସ୍ନାନ କୁହାଯାଏ। ସୂର୍ଯ୍ୟୋଦୟ ପୂର୍ବରୁ ଦେବନଦୀ କିମ୍ବା ସେମାନଙ୍କୁ ସ୍ମରଣ କରି ଯେଉଁ ସ୍ନାନ କରାଯାଏ ତାକୁ ଦେବସ୍ନାନ କୁହାଯାଏ। ସକାଳୁ ସକାଳୁ ଯେଉଁ ସମୟରେ ତାରା ଦୃଶ୍ୟମାନ ହେଉଥିବ ସେହି ସମୟରେ ସ୍ନାନ କରିବାକୁ ଋଷି ସ୍ନାନ କୁହାଯାଏ। ଯେଉଁ ସ୍ନାନ ସୂର୍ଯ୍ୟୋଦୟର ଅଳ୍ପ ସମୟ ମଧ୍ୟରେ କରାଯାଏ ତାକୁ ମାନବ ସ୍ନାନ କୁହାଯାଏ। ଯେଉଁ ସ୍ନାନ ସୂର୍ଯ୍ୟୋଦୟ ପରେ ଚା ଜଳଖିଆ ଖାଇସାରି ସ୍ନାନ କରାଯାଏ ଏପରି ସ୍ନାନକୁ ଦାନବ ସ୍ନାନ କୁହାଯାଏ। ଶାସ୍ତ୍ର ଅନୁସାରେ ଆମକୁ ବ୍ରହ୍ମ ସ୍ନାନ, ଦେବ ସ୍ନାନ ଅଥବା ଋଷି ସ୍ନାନ କରିବା ଉଚିତ। ଏହାକୁ ହିଁ ସର୍ବଶ୍ରେଷ୍ଠ ସ୍ନାନ କୁହାଯାଏ। ଚାଲନ୍ତୁ ଶୁଣିବା ପୂଜା ବିଷୟରେ କିଛି ସୁନ୍ଦର କଥା। ସୂର୍ଯ୍ୟଙ୍କ ପୂଜାରେ ଟଗର ଫୁଲ କେବେ ବ୍ୟବହାର କରିବା ଉଚିତ ନୁହେଁ। ସେହିପରି ମାତା ଦୁର୍ଗାଙ୍କୁ ଅରଖ ଫୁଲରେ ପୂଜା କରିବା ଉଚିତ ନୁହେଁ। ମହାଦେବଙ୍କୁ ପୂଜା କରିବା ସମୟରେ ହଳଦୀ, ତୁଳସୀ ଏବଂ କେତକୀ ଫୁଲ ବ୍ୟବହାର କରିବା ଉଚିତ ନୁହେଁ। ସେହିପରି ବିଷ୍ଣୁଙ୍କ ପୂଜାରେ ଧତୁରା ଫୁଲ ବ୍ୟବହାର ହୋଇନଥାଏ। ଘରେ ଠାକୁର ପୂଜା କରିବା ସମୟରେ କେବେ ବି ଜଳୁଥିବା ଦୀପ ଓ କଳସ ଏକାଠି ରଖିବା ଉଚିତ ନୁହେଁ। ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛରେ ଜଳ ଦେବା ଅନୁଚିତ ଏବଂ ତୁଳସୀ ଗଛ କାହାକୁ ଦାନ କରିବା ଉଚିତ ନୁହେଁ। ସୂର୍ଯ୍ୟାସ୍ତ ପରେ କାହାକୁ ହଳଦୀ ଦେବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ବୃହସ୍ପତି କମଜୋର ହୋଇଥାନ୍ତି। ଦିନେ ଆଖି ପଚାରିଲା ଲୁହକୁ, ଆରେ କଷ୍ଟ ତ ମୋତେ ଲାଗୁଛି, ତୁ କାହିଁକି ବାରମ୍ବାର ଚାଲି ଆସୁଛୁ? ଉତ୍ତରରେ ଲୁହ କହିଲା, ତୁ ସିନା କଷ୍ଟ ସହିଯାଉ, ହେଲେ ମୁଁ କେମିତି ସହିବି? କାହିଁକି ନା ତୁ ଅଛୁ ବୋଲି ମୁଁ ଅଛି, ତୁ ନାହିଁ ତ ମୁଁ ବି ନାହିଁ। ତେଣୁ ବନ୍ଧୁ ହେବ ତ ଆଖି ଆଉ ଲୁହ ପରି। ହୁଅନ୍ତୁ। ଥରେ ଜଣେ ମଣିଷ ଭଗବାନ ବୁଦ୍ଧକୁ କହିଲେ, ଜୀବନରେ ମୁଁ ସବୁବେଳେ ଖୁସି ଚାହେଁ। ବୁଦ୍ଧ ସୁନ୍ଦର ଉତ୍ତରଟିଏ ଦେଇ କହିଲେ, ପ୍ରଥମେ ସେଥିରୁ ମୁଁକୁ କାଢ଼ିଦିଅ, କାହିଁକିନା ଏହା ହେଉଛି ଅହଙ୍କାର। ତାପରେ ଚାହେଁକୁ କାଢ଼ିଦିଅ, ଏହା ହେଉଛି ସ୍ୱାର୍ଥ ବା ଅଭିଳାଷା। ଏହାପରେ ଦେଖ ତୁମେ ସବୁବେଳେ ଖୁସି ହିଁ ରହିବ। ମଣିଷମାନଙ୍କ ଭିତରେ ସବୁକିଛି ଅଛି, କେବଳ ମଣିଷ ପଣିଆର ଅଭାବ। ଅନ୍ୟର ଭଲ କରନ୍ତୁ, ଦେଖିବେ ଆପଣଙ୍କ ପାଇଁ ଭଲ କିଛି ଅପେକ୍ଷା କରି ରହିଛି। କାହା ସହିତ ଅଯଥା ଯୁକ୍ତି କରିବା ଅପେକ୍ଷା ନିଜେ ନୀରବ ରହିଯିବା ସବୁଠୁ ଭଲ। ଛାଡ଼ି ଆସୁଥିବା ଅତୀତକୁ ଶିକ୍ଷା ନେବାକୁ ହେବ, ନହେଲେ ବାରମ୍ବାର ସେହି ଭୁଲ ହେବ।
ଛାଡ଼ି ଯିବାର ଟାଇମ୍ ହୋଇଗଲେ ପ୍ରତ୍ୟେକ ରିଲେସନସିପ୍ ବାହାନା ଖୋଜେ। ଘରର ମନ୍ଦିର କିମ୍ବା କୌଣସି ସଫା ଜାଗାରେ ଗାୟତ୍ରୀ ମାତାଙ୍କୁ ଧ୍ୟାନ କରି ଜପ କରିବା ଉଚିତ। ସ୍ନାନ ଆଦି ସାରି ସଫା ଲୁଗା ପିନ୍ଧି ଗାୟତ୍ରୀ ମହାମନ୍ତ୍ର ଜପ କରିବା ଉଚିତ। ଗାୟତ୍ରୀ ମହାମନ୍ତ୍ର ଜପ କରିବା ସମୟରେ ଆରାମଦାୟକ ମୁଦ୍ରାରେ ବସିବା ଉଚିତ। ମହାମନ୍ତ୍ର ଜପ ପାଇଁ ତୁଳସୀ କିମ୍ବା ଚନ୍ଦନମାଲା ପ୍ରୟୋଗ କରିବା ଉଚିତ। ତରତର ହୋଇ ଗାୟତ୍ରୀ ମହାମନ୍ତ୍ର ଜପ କରିବା ଅନୁଚିତ। ଗାୟତ୍ରୀ ମହାମନ୍ତ୍ର ଜପ ବଡ଼ ପାଟିରେ କରିବା ଉଚିତ ନୁହେଁ, ମୌନ ରହି କରିବା ଉଚିତ। ପୋଖରୀରେ ଯେପରି ଗୋଟିଏ ମଲା ମାଛ ରହିଲେ ଅନ୍ୟ ମାଛମାନେ ରୋଗରେ ପଡ଼ନ୍ତି, ଠିକ୍ ସେହିପରି ପରିବାରର ଭିତରେ ଜଣେ ଖରାପ ଲୋକ ରହିଲେ ପୂରା ପରିବାର ସମାଜ ଆଗରେ ବଦନାମ ହୋଇଥାଏ। ଏ ଦୁନିଆରେ କେହି ଭଲରେ ରହିବାକୁ ଦେବେନି, କାରଣ ଏଠି ଏମିତି କିଛି ଲୋକ ଅଛନ୍ତି ଅନ୍ୟର ଭଲ ଅପେକ୍ଷା ଖରାପ ବେଶୀ ଚିନ୍ତା କରନ୍ତି। ଭଗବାନଙ୍କ ସୃଷ୍ଟିରେ ଆଶ୍ଚର୍ଯ୍ୟ ବୋଲି କିଛି ନାହିଁ କି ଅସମ୍ଭବ ବୋଲି କିଛି ନାହିଁ। ତେଣୁ ଆପଣ ଅଧିକ ଭାବନାରେ ବୁଡ଼ି ନ ରହି ଧୈର୍ଯ୍ୟର ନିଜ କର୍ମ କରି ଚାଲନ୍ତୁ। ଆଉ ପ୍ରତିଟି ସମୟର ସତ୍ ଉପଯୋଗ କରନ୍ତୁ। ଦେଖିବେ ଅସମ୍ଭବ ବୋଲି ଯାହାକୁ ଦେଖୁଥିଲେ ସେ ଆଜି ଆପଣଙ୍କ ଆଗରେ ସଫଳତା ରୂପରେ ଉଭା ହୋଇ ଠିଆ ହେବ। ଯଦି ଆଜିର ଭିଡ଼ିଓ ପସନ୍ଦ ଆସିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ ବନ୍ଧୁ। ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରିଦିଅନ୍ତୁ, କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇ।